ହ୍ୟାଲୋ ପିଲାମାନେ, ଆଜି ଆମେ ଭୂଗୋଳର ଦ୍ୱିତୀୟ ପାଠ ଭୂସମ୍ବଳ ବିଷୟରେ ଜାଣିବା। ଭୂସମ୍ବଳ କ'ଣ? ଆମେମାନେ ଭୂମି ଉପରେ ବାସ କରୁ। ଆମର ସମସ୍ତ ପ୍ରକାର ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପ ଏହା ଉପରେ କାର୍ଯ୍ୟକାରୀ କରାଯାଇଥାଏ। ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରିଥାଉ। ସେଥିପାଇଁ ଭୂମିକୁ ଏକ ମୌଳିକ ପ୍ରାକୃତିକ ସମ୍ବଳ ଓ ପ୍ରକୃତିର ଏକ ଅମୂଲ୍ୟ ଦାନ ଭାବରେ ବିବେଚନା କରାଯାଏ। ଭୂସମ୍ବଳର ବିନିଯୋଗ। ଭୂମି ପ୍ରକୃତିର ସମସ୍ତ ପରିସଂସ୍ଥାରେ ଥିବା ସମଗ୍ର ଜୀବଜଗତର ଭାର ବହନ କରିଥାଏ। ମନୁଷ୍ୟ ଭୂମିକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ। ସେଗୁଡ଼ିକ ହେଲା, ଏହା ମନୁଷ୍ୟକୁ ଖାଦ୍ୟ, ବସ୍ତ୍ର, ବାସଗୃହ ଇତ୍ୟାଦି ମୌଳିକ ଆବଶ୍ୟକତା ଯୋଗାଇଥାଏ। ଭୂମିରେ ବିଭିନ୍ନ ପ୍ରକାର କୃଷି କାର୍ଯ୍ୟ କରାଯାଇ ଖାଦ୍ୟଶସ୍ୟ ଉତ୍ପାଦନ କରାଯାଇଥାଏ। ଗ୍ରାମ, ସହର, ବିଭିନ୍ନ ଶିଳ୍ପ କେନ୍ଦ୍ର, ଶିକ୍ଷା, ସ୍ୱାସ୍ଥ୍ୟ, ବଜାର, ପ୍ରଶାସନିକ ଅନୁଷ୍ଠାନ ଇତ୍ୟାଦି ସ୍ଥାପିତ ହୋଇଥାଏ। ବିଭିନ୍ନ ପ୍ରକାର ରାସ୍ତାଘାଟ, ରେଳପଥ, ଉଡ଼ାଜାହାଜ ପଡ଼ିଆ, ସାମୁଦ୍ରିକ ବନ୍ଦର ଓ ନଦୀବନ୍ଧର କେନାଲ ଇତ୍ୟାଦି ପରିବହନ ମାଧ୍ୟମରେ ନିର୍ମାଣ କରାଯାଇଥାଏ। ସମ୍ବାଦ ସଞ୍ଚାଳନ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଥାଏ। ଭୂମିର ଉପରି ଭାଗରୁ ଆଭ୍ୟନ୍ତରରୁ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଉତ୍ତୋଳନ କରି କଞ୍ଚାମାଲ ଭାବରେ ଶିଳ୍ପ କେନ୍ଦ୍ରମାନଙ୍କୁ ଯୋଗାଇ ଦିଆଯାଇଥାଏ। ଭୂପୃଷ୍ଠରେ ଥିବା ଅରଣ୍ୟ, ତୃଣଭୂମି ଏବଂ ସେଥିରେ ବାସ କରୁଥିବା ପ୍ରାଣୀ ମନୁଷ୍ୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସଙ୍ଗେ ସଙ୍ଗେ ଏହା ଅନୁକୂଳ ପରିସ୍ଥିତି ସୃଷ୍ଟି କରି ବିଶ୍ୱ ଜଳବାୟୁକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ଭୂସମ୍ବଳର ପ୍ରକାରଭେଦ। ଭୂପୃଷ୍ଠରେ ବିଭିନ୍ନ ପ୍ରକାର ଭୂସମ୍ବଳ ଦେଖାଯାଏ। ଭୂପୃଷ୍ଠ ଉଭୟ ସ୍ଥଳଭାଗ ଓ ଜଳଭାଗକୁ ନେଇ ଗଠିତ। ଭୂପୃଷ୍ଠର ସମୁଦାୟ ଆୟତନର ଶତକଡ଼ା 29% ସ୍ଥଳଭାଗ ଓ 71% ଭାଗ ଜଳଭାଗ। ଉଚ୍ଚାବାଚ ଦୃଷ୍ଟିରୁ ସମୁଦ୍ର ପତନଠାରୁ ସ୍ଥଳଭାଗର ଉଚ୍ଚତା ଅନୁସାରେ ଭୂଭାଗକୁ 3 ଭାଗରେ ବିଭକ୍ତ କରାଯାଇଛି, ଯଥା ଅଧିକ ଉଚ୍ଚତା ବିଶିଷ୍ଟ ତୀଖ ଢାଲୁ ଶୃଙ୍ଗ ବିଶିଷ୍ଟ ପାର୍ବତ୍ୟ ଭୂମି ଓ ମଧ୍ୟମ ଉଚ୍ଚତା ବିଶିଷ୍ଟ ସମୋଚ୍ଚ ମାଳଭୂମି ଏବଂ କମ ଉଚ୍ଚତା ବିଶିଷ୍ଟ ନଦୀ ଉପତ୍ୟକା ଓ ସମୁଦ୍ର ଉପକୂଳବର୍ତ୍ତୀ ସମତଳ ଭୂମି। ଏହା ବ୍ୟତୀତ ସମୁଦ୍ର, ହ୍ରଦ, ଦ୍ୱୀପ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଭାରତର ସମୁଦାୟ ଭୂସମ୍ବଳର ଆୟତନ ହେଉଛି 32,87,000 ବର୍ଗ କିଲୋମିଟର। ଏହାର ପ୍ରାୟ ଶତକଡ଼ା 43% ସମତଳ ଭୂମି, ଶତକଡ଼ା 30% ପାର୍ବତ୍ୟ ଭୂମି ଓ ଶତକଡ଼ା 37% ମାଳଭୂମିରେ ଅନ୍ତର୍ଭୁକ୍ତ। ଗଙ୍ଗା ବ୍ରହ୍ମପୁତ୍ର ନଦୀର ସମତଳ ଭୂମି ଏବଂ ପୂର୍ବ ପଶ୍ଚିମସ୍ଥ ସମୁଦ୍ର ଉପକୂଳବର୍ତ୍ତୀ ସମତଳ ଭୂମି, ଛୋଟ ଛୋଟ ନାଗପୁର ମାଳଭୂମି, ଦାକ୍ଷିଣାତ୍ୟ ମାଳଭୂମି, ମାଳବ ମାଳଭୂମି, ରେୱା ମାଳଭୂମି ଇତ୍ୟାଦି ମାଳଭୂମି ଏବଂ ହିମାଳୟ, ବିନ୍ଧ୍ୟ, ଆରାବଳୀ, ପୂର୍ବ ପଶ୍ଚିମ ଘାଟ ଇତ୍ୟାଦି ପାର୍ବତ୍ୟ ଭୂମି ବିଭିନ୍ନ ପ୍ରକାରର ଭୂସମ୍ବଳର ଉଦାହରଣ। ସମତଳ ଭୂମି କୃଷି, ଶିଳ୍ପ, ଜନବସତି ଇତ୍ୟାଦି ସୁବିଧା ଯୋଗାଇଥାଏ। ପାର୍ବତ୍ୟ ଭୂମି ଜଳ ଉତ୍ସ, ପର୍ଯ୍ୟଟନ, ପାରିପାର୍ଶ୍ୱିକ ସନ୍ତୁଳନ ଇତ୍ୟାଦି କାର୍ଯ୍ୟ ସାଧନ କରିଥାଏ। ମାଳଭୂମି ଗୁଡ଼ିକ ଖଣିଜ ସମ୍ବଳ, କୋଇଲା, ଅରଣ୍ୟ, ବନ୍ୟପ୍ରାଣୀ ପ୍ରଭୃତି ବିଭିନ୍ନ ସମ୍ବଳର ଗନ୍ତାଘର। ପାହାଡ଼, ପର୍ବତ ମାଳଭୂମିର ପୃଷ୍ଠ ମୃତ୍ତିକା ସ୍ତର ପତଳା, ପଥୁରିଆ ଓ ତାର ଜଳଧାରଣ କ୍ଷମତା କମ ହୋଇଥାଏ। ତେଣୁ ଏହିସବୁ ଅଞ୍ଚଳରେ କୃଷିକାର୍ଯ୍ୟ ଲାଭଜନକ ହୋଇନଥାଏ। ମାତ୍ର ସମତଳ ଭୂମିର ମୃତ୍ତିକା ଉର୍ବର ହୋଇଥିବାରୁ କୃଷିକାର୍ଯ୍ୟ ଅଧିକ ଲାଭଜନକ ହୋଇଥାଏ। ଭୂ ଉଚ୍ଚାବାଚ ଓ ଜଳବାୟୁର ପ୍ରଭାବ ଯୋଗୁଁ ଭାରତର ସମୁଦାୟ ଭୂଭାଗର ପ୍ରାୟ ଶତକଡ଼ା 55% କୃଷି କାର୍ଯ୍ୟରେ କରାଯାଇଥାଏ। ଏହା ସମଗ୍ର ପୃଥିବୀର ହାରାହାରି କୃଷି ଭୂମିର ଶତକଡ଼ା ହାର ଅପେକ୍ଷା ଯଥେଷ୍ଟ ଅଧିକ। ପୃଥିବୀର ଏହା ପ୍ରାୟ ଶତକଡ଼ା 11%। ଭୂ ବ୍ୟବହାର। ନିମ୍ନଲିଖିତ ଉଦ୍ଦେଶ୍ୟ ପାଇଁ ଭୂସମ୍ବଳ ବ୍ୟବହାର କରାଯାଇଥାଏ। ଅରଣ୍ୟ ପାଇଁ କୃଷି ନିମିତ୍ତ ମିଳୁନଥିବା ଭୂମି କ'ଣ? ପତିତ ଅବ୍ୟବହୃତ ଭୂମି, ଅଣକୃଷି ଭୂମି ଯଥା ଗୃହ, ଅନୁଷ୍ଠାନ, ରାସ୍ତାଘାଟ, ଶିଳ୍ପ ଇତ୍ୟାଦି। ଅନ୍ୟାନ୍ୟ ଅଣକୃଷି ଭୂମି, ଅନାବାଦୀ ଜମି ବ୍ୟତୀତ ସ୍ଥାୟୀ ଗୋଚର ଓ ଚାରଣ ଭୂମି, ଫଳ ବଗିଚା ପାଇଁ ବ୍ୟବହୃତ ଜମି। ରେ ଆସୁଛି କ'ଣ? କୃଷିଯୋଗ୍ୟ ପତିତ ଭୂମି, 5 ବର୍ଷ ଧରି କୃଷି କାର୍ଯ୍ୟ କରାଯାଉନଥିବା ଭୂମି। ଅନାବାଦୀ ଭୂମି କ'ଣ? ନା ଚଳିତ ଅନାବାଦୀ 1 ବର୍ଷ କିମ୍ବା ତାଠାରୁ କମ ବର୍ଷ ପାଇଁ କୃଷି କରାଯାଉନଥିବା ଭୂମି ଏବଂ ଚଳିତ ଅନାବାଦୀ ବ୍ୟତୀତ ଅନ୍ୟାନ୍ୟ ଅନାବାଦୀ ଭୂମି 1 ବର୍ଷ କିମ୍ବା 5 ବର୍ଷ ପାଇଁ ଅବ୍ୟବହୃତ ଜମି। ମନୁଷ୍ୟ ତାର ଜୀବନଯାପନ ପାଇଁ ଭୂ ସମ୍ବଳକୁ ବିଭିନ୍ନ ଭାବରେ ବ୍ୟବହାର କରିଥାଏ। ବସତି ସ୍ଥାପନ, କୃଷିକାର୍ଯ୍ୟ, ପଶୁପାଳନ, ଗମନାଗମନ, ପରିବହନ ଯଥା ନିର୍ମାଣ, ବନୀକରଣ,
ଖଣିଜ ଉତ୍ତୋଳନ, କଳକାରଖାନା ସ୍ଥାପନ, ବଜାର ବାଣିଜ୍ୟ କେନ୍ଦ୍ର ସ୍ଥାପନ ଇତ୍ୟାଦି କାର୍ଯ୍ୟ ନିମନ୍ତେ ମନୁଷ୍ୟ ଭୂ ସମ୍ବଳକୁ ବ୍ୟବହାର କରିଥାଏ। ଏହାକୁ ଭୂ ବ୍ୟବହାର କୁହାଯାଏ। ଭୂ ସମ୍ବଳର ବ୍ୟବହାର ସାଧାରଣତଃ ଦୁଇ ପ୍ରକାର ଅବସ୍ଥାରେ ନିର୍ଭର କରିଥାଏ: ପ୍ରାକୃତିକ ଅବସ୍ଥା, ମାନବୀୟ ଅବସ୍ଥା। ଭୂ ପ୍ରକୃତି, ମୃତ୍ତିକା, ଉଦ୍ଭିଦ, ଜଳବାୟୁ, ଖଣିଜ ପଦାର୍ଥ, ଜଳ ଇତ୍ୟାଦି ପ୍ରାକୃତିକ ଅବସ୍ଥା ଏବଂ ଜନସଂଖ୍ୟା, ଘନତ୍ୱ, ଶିକ୍ଷା, ବୈଷୟିକ ଜ୍ଞାନ, ପ୍ରଜ୍ଞାତ୍ମକ କୌଶଳ ଇତ୍ୟାଦି ମାନବୀୟ ଅବସ୍ଥାର ଅନ୍ତର୍ଗତ। ଏହି ଅବସ୍ଥାଗୁଡ଼ିକ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ହୋଇଥାଏ, ତେଣୁ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଭାବରେ ଭୂ ସମ୍ବଳକୁ ବ୍ୟବହାର କରାଯାଇଥାଏ। ଭାରତରେ ଭୂ ବ୍ୟବହାର। ଭାରତରେ ସମୁଦାୟ ଭୂ ସମ୍ବଳର ଆୟତନ ପ୍ରାୟ 32,87,000 ବର୍ଗ କିଲୋମିଟର। ଏହା କ୍ରାନ୍ତୀୟ ଅବସ୍ଥିତ ଅନୁକୂଳ ମୌସୁମୀ ଜଳବାୟୁର ପ୍ରଭାବ ଯୋଗୁଁ ଭୂ ସମ୍ବଳ ଅତ୍ୟନ୍ତ ଉପଯୋଗୀ। ଅରଣ୍ୟ ଭୂମି। ଭାରତର ସମୁଦାୟ ଭୂମିର ଶତକଡ଼ା 22.5 ଭାଗ ଅଞ୍ଚଳ ଅରଣ୍ୟ ଭୂମିର ଅନ୍ତର୍ଗତ। ଜାତୀୟ ଅରଣ୍ୟ ନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡ଼ା 33 ଭାଗ ଭୂମି ଅରଣ୍ୟ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ। ଏଥିରୁ ଶତକଡ଼ା 60 ଭାଗ ପାର୍ବତ୍ୟ ଅଞ୍ଚଳରେ, ଶତକଡ଼ା 20 ଭାଗ ସମତଳ ଅଞ୍ଚଳରେ ରହିବା ଆବଶ୍ୟକ। ମାତ୍ର ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ କୃଷିଭୂମି ଜନବସତି ପାଇଁ ଅଧିକ ଭୂମିର ଆବଶ୍ୟକତା ପଡ଼ୁଛି ଏବଂ ଏହା ଅରଣ୍ୟ ଭୂମିର ପରିମାଣକୁ ହ୍ରାସ କରୁଛି। ଏହା ଫଳରେ ଜଳବାୟୁରେ ପରିବର୍ତ୍ତନ, ବୃଷ୍ଟିପାତରେ ଅନିୟମିତତା, ତାପମାତ୍ରାରେ ବୃଦ୍ଧି, ବାରମ୍ବାର ବାତ୍ୟାଘାତ ଇତ୍ୟାଦି ପରିଲକ୍ଷିତ ହେଉଛି। ଭାରତର ସମୁଦାୟ ଭୂ ସମ୍ବଳର ପରିମାଣ ସମଗ୍ର ପୃଥିବୀର ଭୂ ସମ୍ବଳ ପରିମାଣ ପ୍ରାୟ ଶତକଡ଼ା 2.4 ଭାଗ ଏବଂ ଜନସଂଖ୍ୟା ସମୁଦାୟର ଜନସଂଖ୍ୟାର ପ୍ରାୟ ଶତକଡ଼ା 16 ଭାଗ। ତେଣୁ ଭାରତର ପ୍ରତ୍ୟେକ ବ୍ୟକ୍ତି ପ୍ରତି ପ୍ରାୟ 0.48 ହେକ୍ଟର ବ୍ୟବହାରଯୋଗ୍ୟ ଭୂମି ରହିଛି, ଯାହାକି ପୃଥିବୀର ଅନ୍ୟ କେତେକ ଦେଶ ତୁଳନାରେ ଯଥେଷ୍ଟ କମ୍, ଯଥା ରୁଷିଆରେ 8.43 ହେକ୍ଟର ଏବଂ ଚୀନରେ 0.93 ହେକ୍ଟର, କିନ୍ତୁ ଆମ ଭାରତରେ 0.48। ରୁଷିଆ, ଚୀନ ଠାରୁ ଆମ ଭାରତରେ କମ୍। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଏବଂ ଅରୁଣାଚଳ ପ୍ରଦେଶରେ ସର୍ବାଧିକ ଅରଣ୍ୟ ରହିଛି। ଏହା ଉକ୍ତ ଅଞ୍ଚଳର ସମୁଦାୟ କ୍ଷେତ୍ରଫଳର ପ୍ରାୟ ଶତକଡ଼ା 80 ଭାଗ। ସେହିପରି ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା, ଜାମ୍ମୁ କାଶ୍ମୀର, ଦାଦ୍ରା ନଗର ହାବେଳୀରେ ଏହା 40ରୁ 80 ଭାଗ। ଗୋଆ, ଆସାମ, ସିକିମ, ମଧ୍ୟପ୍ରଦେଶ, ଓଡ଼ିଶା, କେରଳ, ମଣିପୁର, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶରେ ଏହା 20ରୁ 40 ଭାଗ ଏବଂ ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଏହା 20 ଭାଗରୁ କମ୍ ଅଞ୍ଚଳ ପରିବ୍ୟାପ୍ତ। ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ବିହାର ରାଜ୍ୟରେ କୃଷିକାର୍ଯ୍ୟ ପାଇଁ ଅରଣ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ କ୍ଷୟ ହୋଇଯାଇଛି। ହିମାଳୟର ତରାଇ ଅଞ୍ଚଳରେ ଅରଣ୍ୟ ସଫା କରି କୃଷିକାର୍ଯ୍ୟ ଓ ଦେଶର ବିଭାଜନ ଯୋଗୁଁ ବିତାଡ଼ିତ ଲୋକମାନଙ୍କ ପୁନର୍ବାସ ନିମନ୍ତେ ବ୍ୟବହୃତ ହେଉଛି। ଅରଣ୍ୟ କ୍ଷୟର ମୁଖ୍ୟ କାରଣଗୁଡ଼ିକ ହେଉଛି ଜନବସତି, ବିଶେଷତଃ ନଗରୀକରଣ ଯୋଗୁଁ ଭୂମିର ଆବଶ୍ୟକତାର ବୃଦ୍ଧି, କୃଷିଭୂମିର ଆୟତନ ବୃଦ୍ଧି, ଶିକ୍ଷାନୁଷ୍ଠାନ, ଗମନାଗମନ, ପଥର ବିସ୍ତୃତି, ଖଣିଜ ପଦାର୍ଥ ଉତ୍ତୋଳନ ଓ ଜଳଭଣ୍ଡାର ଓ ନଦୀ ଉପତ୍ୟକା ଯୋଜନା ଇତ୍ୟାଦି। ଏହାଛଡ଼ା ପ୍ରାକୃତିକ ବିପର୍ଯ୍ୟୟ ତଥା ମାନବୀୟ କାର୍ଯ୍ୟ ଯୋଗୁଁ ଅରଣ୍ୟ ଭୂମିର ଆୟତନ ହ୍ରାସ ପାଇଥାଏ। ଅରଣ୍ୟ କ୍ଷୟ ରୋକିବା ପାଇଁ ଏବଂ ଏହାର ଆୟତନ ବୃଦ୍ଧି ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ସାମାଜିକ ବନୀକରଣ, କୃଷିକ୍ଷେତ୍ରୀୟ ବନୀକରଣ, ପୁନଃ ବନୀକରଣ, ଅରଣ୍ୟ ସଂରକ୍ଷଣ, ଜଳାଶୟ ନିର୍ମାଣ ଇତ୍ୟାଦି ବ୍ୟବସ୍ଥାଗୁଡ଼ିକ ମୁଖ୍ୟ। ଚାରଣ ଓ ଗୋଚର ଭୂମି। ଭାରତରେ ସମୁଦାୟ କ୍ଷେତ୍ରଫଳର ଶତକଡ଼ା 4 ଭାଗ ଭୂମି ଚାରଣ ଓ ଗୋଚର ଭୂମି ଭାବେ ବ୍ୟବହୃତ ହେଉଛି। ମାତ୍ର ଦେଖିବାକୁ ଗଲେ ଭାରତରେ ନିର୍ଦ୍ଦିଷ୍ଟ ଭାବରେ ସେହିପରି କୌଣସି ଚାରଣ କିମ୍ବା ଗୋଚର ଭୂମି ନାହିଁ। ଅନେକ ସମୟରେ ଅରଣ୍ୟ କିମ୍ବା କୃଷିଭୂମିକୁ ଚାରଣ ଭୂମି ଭାବରେ ବ୍ୟବହାର କରାଯାଇଥାଏ। ଗ୍ରାମମାନଙ୍କରେ ପୂର୍ବରୁ ଥିବା ଅନେକ ଗୋଚର ଭୂମି କ୍ରମେ ଗୃହ, ବିଭିନ୍ନ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ନିମନ୍ତେ ବ୍ୟବହୃତ ହେଉଛି। ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ପ୍ରଭୃତି ରାଜ୍ୟରେ, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପାର୍ବତ୍ୟ ଅଞ୍ଚଳରେ ଏବଂ ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ କେତେକ ପରିମାଣରେ ଚାରଣ ଭୂମି ଦେଖାଯାଏ। ଏସବୁ କ୍ଷେତ୍ରରେ ପଶୁପାଳନକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଭାରତରେ ହିମାଚଳ ପ୍ରଦେଶରେ ସର୍ବାଧିକ ଚାରଣ ଭୂମି ଦେଖାଯାଏ ଏବଂ ଏଠାରେ ମୁଖ୍ୟତଃ ପଶୁପାଳନ କରାଯାଏ। କୃଷିଭୂମି। ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ 2/3 ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଓ କୃଷିଭିତ୍ତିକ ବିଭିନ୍ନ କାର୍ଯ୍ୟ ଉପରେ ନିର୍ଭରଶୀଳ। ଦେଶର ସମୁଦାୟ କ୍ଷେତ୍ରଫଳର ପ୍ରାୟ ଅର୍ଦ୍ଧାଧିକ ଭୂମି ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟ, ଅର୍ଥକରୀ ଫସଲ, ତୈଳବୀଜ, ପନିପରିବା, ଫଳ, ଫୁଲ ପ୍ରଭୃତି ଉତ୍ପାଦନ କରିବାରେ ବ୍ୟବହୃତ ହୁଏ। ଏହା ପୃଥିବୀର ଅନ୍ୟାନ୍ୟ ଦେଶଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ହେଲେ ହେଁ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ମୁଣ୍ଡପିଛା ଚାଷଜମି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ପୃଥିବୀର ସମୁଦାୟ ଚାଷଜମିର ଆୟତନ
ଏହାର ସମୁଦାୟ କ୍ଷେତ୍ରଫଳର ପ୍ରାୟ 32%, ମାତ୍ର ଏହା ଭାରତ ପ୍ରାୟ 46ରୁ 64 ଭାଗ। ସ୍ୱାଧୀନତା ପ୍ରାପ୍ତି ପରେ ସମୁଦାୟ ଚାଷ ଜମିର ପରିମାଣ ବୃଦ୍ଧି ପରିଲକ୍ଷିତ ହୋଇଛି। 1950ରୁ 1951 ଏହା ପ୍ରାୟ 118.75 ନିୟୁତ ହେକ୍ଟର ଥିଲାବେଳେ ଏହା ବୃଦ୍ଧି ପାଇ 2011-12ରେ ପ୍ରାୟ 187.56 ନିୟୁତ ହେକ୍ଟରରେ ହୋଇଛି। ଭାରତରେ ଗଙ୍ଗା, ବ୍ରହ୍ମପୁତ୍ର, ମହାନଦୀ, ଗୋଦାବରୀ, କୃଷ୍ଣ, କାବେରୀ, ନର୍ମଦା, ତ୍ରାପ୍ତି ପ୍ରଭୃତି ନଦୀ ଓ ସେଗୁଡ଼ିକର ଉପନଦୀର ଉପତ୍ୟକାଗୁଡ଼ିକ ଏବଂ ପୂର୍ବ ପଶ୍ଚିମସ୍ଥ ସମୁଦ୍ର ଉପକୂଳବର୍ତ୍ତୀ ସମତଳ କ୍ଷେତ୍ରରେ କୃଷିକାର୍ଯ୍ୟ ଅଧିକ ପରିମାଣରେ କରାଯାଇଥାଏ, କାରଣ ଏହି ଅଞ୍ଚଳଗୁଡ଼ିକ ଉର୍ବର ପଟୁମାଟି ଦ୍ୱାରା ଗଠିତ। ଗୁଜରାଟ, ମହାରାଷ୍ଟ୍ର ପ୍ରଭୃତି ରାଜ୍ୟର ଲାଭଜନିତ ମାଳଭୂମିରେ ମଧ୍ୟ କୃଷିକାର୍ଯ୍ୟ କରାଯାଏ। ନଦୀ ପ୍ଲାବନ ଭୂମି, ତ୍ରିକୋଣଭୂମି ଅଞ୍ଚଳରେ ବିଶେଷ ଭାବରେ କୃଷିକାର୍ଯ୍ୟ କରାଯାଏ। ପାର୍ବତ୍ୟ ଢାଲୁ ମାଳଭୂମି ଅଞ୍ଚଳରେ ଶୁଷ୍କ କୃଷି, ସୋପାନ କୃଷି, ରୋପଣ କୃଷି ଇତ୍ୟାଦି କରାଯାଇଥାଏ। ଓଡ଼ିଶା, ଆସାମ, ଛତିଶଗଡ଼ ଇତ୍ୟାଦି ଅଞ୍ଚଳରେ ପାର୍ବତ୍ୟ ଅଞ୍ଚଳର ଅରଣ୍ୟ କାଟି ଓ ପୋଡ଼ି ପୋଡୁ ଚାଷ ଓ ଝୁମ୍ ସ୍ଥାନାନ୍ତରିତ କୃଷି କରାଯାଇଥାଏ। କୃଷି ଅଲଭ୍ୟ ଭୂମି, ଏହି ଭୂମିରେ ଅଣକୃଷି ସମ୍ବନ୍ଧୀୟ ଭୂବ୍ୟବହାର ଦେଖାଯାଏ, ଯଥା ଜନବସତି, ଯାତାୟାତ ପଥ, କେନାଲ, ଖଣି, ଉଦ୍ୟାନ ଇତ୍ୟାଦି, ଏବଂ ପତିତ ତଥା ଅଣକୃଷି ଭୂମି ଯଥା ପାହାଡ଼, ମରୁଭୂମି, ଜଳଭୂମି, ନଦୀକଣ୍ଡ ଇତ୍ୟାଦି। ପ୍ରଥମ ପ୍ରକାର ବ୍ୟବହାର ଭୂମିର ଆୟତନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। 1950-51ରେ ଏହା ପ୍ରାୟ 9.36 ନିୟୁତ ହେକ୍ଟର ଥିଲାବେଳେ 1955-56ରେ ଏହା ବୃଦ୍ଧି ପାଇ 22.17 ନିୟୁତ ହେକ୍ଟର ହୋଇଛି, କାରଣ ଏହି ସମୟରେ ଦେଶର ଅର୍ଥନୈତିକ ପ୍ରଗତି, ନଗରୀକରଣ, ଶିଳ୍ପୀକରଣ, ରାସ୍ତାଘାଟ ଇତ୍ୟାଦି ବୃଦ୍ଧି ପାଇଛି। ସେହିପରି ଦ୍ୱିତୀୟ ପ୍ରକାର ବ୍ୟବହାର 1950-51ରେ ପ୍ରାୟ 38.16 ନିୟୁତ ହେକ୍ଟର ଥିଲାବେଳେ 1995-96ରେ 19.21 ନିୟୁତ ହେକ୍ଟରକୁ ହ୍ରାସ ପାଇଛି, କାରଣ ଏହି ସମୟରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତଥା କୃଷିଭୂମି ପାଇଁ ଆବଶ୍ୟକୀୟ ଭୂମି ରୂପେ ବ୍ୟବହାର ହେଉଛି। ଏହି ପ୍ରକାର ଭୂବ୍ୟବହାର ପଶ୍ଚିମବଙ୍ଗରେ ସର୍ବାଧିକ ହୋଇଛି। ଅନାବାଦୀ ଭୂମି, କେତେକ କୃଷିଭୂମିରେ 1 ବର୍ଷ ବା 2 ବର୍ଷ ପାଇଁ କୃଷିକାର୍ଯ୍ୟ କରାଯାଇ ନଥାଏ, ଆଉ କେତେକରେ 2ରୁ 5 ବର୍ଷ ମଧ୍ୟ କୃଷିକାର୍ଯ୍ୟ ହୋଇନଥାଏ। ଏଗୁଡ଼ିକୁ ଅନାବାଦୀ ଭୂମି କୁହାଯାଏ। ଏହାର ଆୟତନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି, କାରଣ ଉନ୍ନତ ସାର, ଜଳସେଚନ, ଉନ୍ନତ ବିହନ, ବିକଶିତ ଚାଷ ପ୍ରଣାଳୀ ଇତ୍ୟାଦିର ବ୍ୟବହାର ଦ୍ୱାରା ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଖାଦ୍ୟ ଯୋଗାଣ କରିବା ପାଇଁ ଅଧିକ ଜମିର କୃଷିକାର୍ଯ୍ୟ କରିବାର ଆବଶ୍ୟକତା ପଡ଼ୁଛି। ଏହି ପ୍ରକାର ଅନାବାଦୀ ଭୂମି ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମେଘାଳୟ, ରାଜସ୍ଥାନ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଦେଖାଯାଏ। ଅନ୍ୟାନ୍ୟ ଅଣକୃଷି ଭୂମି, ଏହି ପ୍ରକାର ଭୂମି ଗ୍ରାମ, ସହର ଇତ୍ୟାଦି ଜନବସତି, ରାସ୍ତାଘାଟ, ରେଳପଥ, ବିମାନବନ୍ଦର, ପୋତାଶ୍ରୟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଭିନ୍ନ ପ୍ରଶାସନିକ ଅନୁଷ୍ଠାନ, ସ୍ଥାୟୀ ଗୋଚର, ଚାରଣଭୂମି, ଫଳ ବଗିଚା ଇତ୍ୟାଦି ଭାବରେ ବ୍ୟବହୃତ ହୋଇଥାଏ। ଜନସଂଖ୍ୟାର ଅଧିକ ଚାପ ଯୋଗୁଁ କେତେକ ଅଞ୍ଚଳରେ କୃଷିଭୂମି ଉପରେ ଓ ଅରଣ୍ୟ ସଫା କରି ଲୋକେ ଘରବାଡ଼ି ନିର୍ମାଣ କରୁଛନ୍ତି। ବିଶେଷ କରି ସହର ଉପକଣ୍ଠରେ ଥିବା କୃଷି ଉପଯୋଗୀ ଜମିକୁ ବାସ ଉପଯୋଗୀ ଭୂମିରେ ପରିବର୍ତ୍ତନ କରି ବସବାସ କରୁଛନ୍ତି। ଅନେକ ସ୍ଥାନରେ କୃଷି ଭୂମିରେ ଶିଳ୍ପାନୁଷ୍ଠାନ, ରାସ୍ତାଘାଟ, ରେଳପଥ ଇତ୍ୟାଦି ନିର୍ମିତ ହେଉଛି। ଖଣିଜ ପଦାର୍ଥ ଖନନ ପାଇଁ ମଧ୍ୟ କେତେକ ଭୂମିକୁ ବ୍ୟବହାର କରାଯାଉଛି। ଆମ ମୌଳିକ ଆବଶ୍ୟକତାର ପ୍ରାୟ 95% ଆମେ ଖାଦ୍ୟ, ବସ୍ତ୍ର, ବାସଗୃହ ଭାବରେ ଭୂମିରୁ ହିଁ ପାଇଥାଉ। ଫଳରେ ଅର୍ଥନୈତିକ ପ୍ରଗତି ସହିତ ଭୂମିର ବ୍ୟବହାର ବିଶେଷ ପରିବର୍ତ୍ତନ ତଥା ଭୂକ୍ଷୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ପ୍ରାକୃତିକ ଭୂକ୍ଷୟକୁ ମଧ୍ୟ ଅନେକାଂଶରେ ସାହାଯ୍ୟ କରିଥାଏ। ଅଧୁନା ଭାରତରେ ଏପରି ହ୍ରାସ ପାଉଥିବା କ୍ଷୟିତ ଭୂମି ହେଉଛି ପ୍ରାୟ 100 ନିୟୁତ ହେକ୍ଟର। ଏଥିରୁ ପ୍ରାୟ 28 ଭାଗ ହେଉଛି ଅରଣ୍ୟ ଭୂମି, 56 ଭାଗ ହେଉଛି ଜଳ ଦ୍ୱାରା କ୍ଷୟିତ ଭୂମି ଏବଂ ମନୁଷ୍ୟକୃତ କ୍ଷୟିତ ଭୂମି। ଅରଣ୍ୟ କ୍ଷୟ, ଅଧିକ ପଶୁଚାରଣ, ଖଣିଜ ପଦାର୍ଥ ଖନନ ଦ୍ୱାରା ହୋଇଥାଏ। ଭୂ ସମସ୍ୟାର ସମାଧାନ, ଭୂକ୍ଷୟର ସମସ୍ୟା ସମାଧାନ ପାଇଁ ବିଭିନ୍ନ ଉପାୟମାନ ଅନୁସୂଚିତ ହେଉଛି, ଯଥା ପୁନଃ ବନୀକରଣ, ନିୟନ୍ତ୍ରିତ ପଶୁଚାରଣ, ପ୍ରତିରକ୍ଷା ବଳୟ ରୂପେ କୃଷି, ଅରଣ୍ୟ ଭୂମିର ସଂରକ୍ଷଣ, ପଶୁଚାରଣ, ବାଲୁକା ପାହାଡ଼ ଇତ୍ୟାଦି ବୃଦ୍ଧିର ସଂକୋଚନ, ଶିଳ୍ପକେନ୍ଦ୍ର ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନ, ନଦୀ ଦ୍ୱାରା କିମ୍ବା ପବନ ଦ୍ୱାରା ହେଉଥିବା ଭୂକ୍ଷୟକୁ ପ୍ରତିରୋଧ କରିବାର ଉପାୟ, ଭୂବ୍ୟବହାର ଏକ ସୁଚିନ୍ତିତ ଯୋଜନା ପ୍ରଣୟନ।